ମହାନଦୀ କାଲି ଯେମିତି ଆମେ କହିଥିଲୁ ଆମେ ହୀରାକୁଦ 16ଟା ଗେଟ୍ ଦେଇକି ଯେଉଁ ପାଣି ନିଷ୍କାସନ କରିଛୁ କାଲିଠୁ ଆଉ ଯାହା ବର୍ଷା ହେଇଥିଲା ତେଲ ବେସିନ୍ରେ ସେଇ ପାଣିର ପ୍ରଭାବରେ ଆଜି ସନ୍ଧ୍ୟା ସୁଦ୍ଧା ଯେମିତି ମୁଁ କହିଥିଲି 6,50,000 କ୍ୟୁସେକ୍ସ ଜଳ ପ୍ରବାହିତ ହୋଇପାରେ 4ଟା ପରେ ମୁଣ୍ଡଳିରେ ସେଟା ବି 8-10 ଘଣ୍ଟା ରହିଲା ପରେ ଧୀରେ ଧୀରେ କମିଯିବ। ଯେହେତୁ ଏଇ ଫ୍ଲଡ଼ର ଆମ ଇଏ ଏତେ ଅଧିକ ନୁହେଁ, ଫ୍ଲୋର ପ୍ରଭାବ ଏତେ ଅଧିକ ରହିବ ନାହିଁ, ତେଣୁ ମହାନଦୀରେ ବନ୍ୟା ଆଶଙ୍କା କରିବା ନାହିଁ। କାରଣ ଏହା ପୂର୍ବରୁ ଦୁଇଥର 28,000 30,000 ମୁଁ ଯେମିତି କାଲି କହିଥିଲି ୟାଠୁ ଅଧିକ ଜଳ ବି ପ୍ରବାହିତ ହୋଇଥିଲା, ତାପରେ କୌଣସି ବନ୍ୟା ସୃଷ୍ଟି ହୋଇନଥିଲା। ତ ଆଜି ଯାହା ହୀରାକୁଦର ରିଜର୍ଭର ବିଷୟରେ ମୁଁ କହିବି, ହୀରାକୁଦରେ ଆମେ ଅଛେ 23.45 ଫିଟ୍ରେ, ଆଉ ସେଠି 16ଟା ଗେଟ୍ ଖୋଲା ଅଛି। ଆମର ଇନଫ୍ଲୋ ରିଜର୍ଭର ଭିତରକୁ ଜଳ ପ୍ରବାହ ପାଉଛି ପାଖାପାଖି 3,50,000 କ୍ୟୁସେକ୍ସ। ଆମେ 16ଟା ଗେଟ୍ ଆଉ ପାୱାର ନେଇକି ଛାଡ଼ୁଛେ ଜଳକୁ 2,86,000 କ୍ୟୁସେକ୍ସ। ତ ଆମର ବର୍ତ୍ତମାନ ଷ୍ଟ୍ରାଟେଜି ରହିଛି ଯାହା ଲେବୁଲ୍ ଅଛି ହୀରାକୁଦରେ ତାକୁ ମେଣ୍ଟେନ୍ କରୁଛୁ, ସେତିକି ସୀମିତ ରଖିବାକୁ ଚେଷ୍ଟା କରୁଛୁ। ଏହାର ଇନଫ୍ଲୋ ବି ସନ୍ଧ୍ୟାବେଳ ମଧ୍ୟରେ କମିଯିବ, ତେଣୁ ପୁଣି କାଲି ସକାଳକୁ ଆମେ ଡିସାଇଡ଼୍ କରିବା ଗେଟ୍ ବନ୍ଦ କରିବା ନା ତାପରେ ଆମେ ପରବର୍ତ୍ତୀ ନିଷ୍ପତ୍ତି ନେବୁ।